ଯୁଗ ଯୁଗ ଧରି ଆମ ନିଜର ଇନସିକ୍ୟୁରିଟି ଯୋଗୁଁ ଆମେ ନାରୀମାନଙ୍କ ଚରିତ୍ରକୁ ଦୋଷ ଦେଇ ଆସିଛୁ। ସୀତା, ରାଧା କିମ୍ବା ଅହଲ୍ୟା ସମସ୍ତେ ସେହି ସୋପାନ ଦେଇ ଗତି କରିଛନ୍ତି। ଆଜି ବି ନାରୀ ସେଥିରୁ ମୁକ୍ତ ନୁହେଁ। ତେଣୁ କବିତା ସତୀ। ସେ ଯିଏ ସତୀ ହେଲା, ସୀତା ହୋଇ ଜାଣିଛ କି କେତେଥର ନିଆଁରେ ଜଳିଲା। ସେ ଯିଏ ସତୀ ହେଲା, ସୀତା ହୋଇ ଜାଣିଛ କି କେତେଥର ନିଆଁରେ ଜଳିଲା। ତେବେ ବି ସେ କଳଙ୍କ ଗଲାନି, ଭୟ ପାଇ ଭୂମିଗତା ହେଲା। ଆଉ କେବେ ରାଧା ହୋଇ ଜନ୍ମାନ୍ତର ଦ୍ୱାହି ଦେଇ କାହାର ବା ରକ୍ଷିତା ସାଜିଲା। ତମେ କାହିଁ ଝାସ ଦିଅ, ତମେ କାହିଁ ଝାସ ଦିଅ, ତୁମେ କି ଜାଣିନାହଁ କିଏ ଏଠି ନିଆଁ ଜାଳି ସିଂହାସନେ ବସି ସାରିଲାଣି। ସାବଧାନ ଜଳିଯିବ ସେ ନିଆଁ ଲିଭିବନି, ତମେ ନିଜେ ଲିଭିଯିବ ଦେଇ ଦେଇ ସେ ଅଗ୍ନି ପରୀକ୍ଷା। ଆଉ କାହିଁ ହାତ ଟେକ, ଆଉ କାହିଁ ହାତ ଟେକ, ଏ ପୃଥିବୀ ଫାଟିବନି, ହେବ ନାହିଁ ମାଟି ଦ୍ୱିଧା ଭକ୍ତ। ପରିଣାମେ ହେବ ଅନ୍ତର୍ଦାହ, ଭସ୍ମ ବି ହେବ ନାହିଁ ମୁକ୍ତ। ଅହଲ୍ୟା ବି ବନିଯିବା ନିରାପଦ ନୁହେଁ, ଅହଲ୍ୟା ବି ବନିଯିବା ନିରାପଦ ନୁହେଁ। କେହି ଆଉ ନାହିଁ ରାମଚନ୍ଦ୍ର, ପଥର ମଣିଷ ହେବା ଲାଗେ ଏବେ ଉଦ୍ଭଟ ଉଦ୍ଭ୍ରାନ୍ତ। ତେଣୁ ତୁମେ ବଞ୍ଚିଯାଅ ନାରୀଟିଏ ହୋଇ, ତେଣୁ ତୁମେ ବଞ୍ଚିଯାଅ ନାରୀଟିଏ ହୋଇ। ଧରି ରକ୍ତ ମଜ୍ଜା ଅସ୍ଥି ଖୋଜିନିଅ ନିଜର ଅରାକ। ସେଇ ଏକା ସତ୍ୟ ଅନୁତାପ ଆତ୍ମଦାହ, ସବୁ ଖାଲି ଆତ୍ମସମର୍ପଣ। ସେଇ ଏକା ସତ୍ୟ ଅନୁତାପ ଆତ୍ମଦାହ, ସବୁ ଖାଲି ଆତ୍ମସମର୍ପଣ। ଟପିଯାଅ ଲକ୍ଷ୍ମଣଙ୍କ କଟା ତିନି ଗାର, ଅଶୋକ ବିପିନ ପୁଣି ଅଯୋଧ୍ୟା ନଅର। ଆମେ ଯିଏ ପୌରୁଷରେ ଧରି ରଖି କଳାହାଣ୍ଡି ଭୋକ, ଆମେ ଯିଏ ପୌରୁଷରେ ଧରି ରଖି କଳାହାଣ୍ଡି ଭୋକ। ଜାଳୁନିଆଁ କରିବାକୁ ସତୀତ୍ୱ ପରଖ, ଆମେ କେବେ ସହିପାରୁ ଧାସକୁ ତାହାର। କରିପାରୁ ଅନୁଭବ କିପରି ସେ ଜଳେ ବେଦନାରେ, ଟୋପାଏ ସିନ୍ଦୁର ଆଉ ଦିପଟ ଶଙ୍ଖାରେ।